ଲିଖନୀରେ କାହାଣୀ ଆଜିର ଗଳ୍ପ ଶେଷ ସୁଯୋଗ। ବୃଦ୍ଧ ଘର ବସିଥିଲା ବେଳେ ତାଙ୍କ ସାମ୍ନାରେ ଛିଡ଼ା ହେଲା ଭୟଙ୍କର ଛାଇ। ବୃଦ୍ଧ ଡରିଯାଇ ପଚାରିଲେ, ତୁମେ କିଏ? ସେ ଛାୟାମୂର୍ତ୍ତି କହିଲା, ଡରନ୍ତୁ ନାହିଁ, ମୁଁ ହେଉଛି ମୃତ୍ୟୁଦୂତ। ଆପଣଙ୍କ ସମୟ ପୂରିବାକୁ ବସିଛି, ତ ମୁଁ ଆପଣଙ୍କ ଆତ୍ମାକୁ ନେବା ଲାଗି ଆସିଛି। ବୃଦ୍ଧ କହିଲେ, ମୁଁ ଜାଣେ, ଭଲ ଲୋକ ଭାବେ ଜୀବନ କାଟି ଆସିଛି, ସୁଖରେ ଦୁଃଖରେ ଭଗବାନଙ୍କୁ ଡାକି ଆସିଛି। ଏବେ ଯେତେବେଳେ ମୋର ଶେଷ ବେଳ ଉପନୀତ, ମୁଁ କହିବାକୁ ଚାହେଁ ଯେ ଭଲ ଲୋକଟେ ହୋଇଥିବାରୁ ମୋତେ ଆପଣ ଆଉ ଗୋଟିଏ ସୁଯୋଗ ଦେବା ଦରକାର। ମୃତ୍ୟୁଦୂତ ଏହା ଶୁଣି କହିଲେ, ଏମିତି ତ ଦ୍ୱିତୀୟ ସୁଯୋଗ କାହାକୁ ହେଲେ ଦେବା କଥା ନୁହେଁ। ତେବେ ତୁମେ ଯେତେବେଳେ ଦ୍ୱିତୀୟ ସୁଯୋଗ କଥା କହିଲଣି, ଏଇ ନିଅ ଭାଗ୍ୟର ବହି ଏବଂ କଲମ। ତୁମେ ଏଠି ନିଜ ଭାଗ୍ୟ ବଦଳାଇବାର ସୁଯୋଗ ପାଇବ, କିନ୍ତୁ ତୁମ ହାତରେ ଅଛି ଜମାରୁ 5 ମିନିଟ୍। ଏହା କହି ସେ ବୃଦ୍ଧଙ୍କ ହାତକୁ ବଢ଼ାଇ ଦେଲା ଭାଗ୍ୟର ବହି। ବୃଦ୍ଧ ତରବର ହୋଇ ଭାଗ୍ୟର ବହି ପୃଷ୍ଠା ଓଲଟାଇ ନିଜ ଭାଗ୍ୟକୁ ଖୋଜି ଚାଲିଲେ। ହଠାତ୍ ସେ ଅଟକି ଗଲେ। ତାଙ୍କ ମୁହଁ ଭାବ ବଦଳିଗଲା। ସେ କହିଲେ, ମୋ ପଡ଼ୋଶୀମାନଙ୍କ ଭାଗ୍ୟ ଏତେ ଭଲ କେମିତି? ଏହା ମୋ ପ୍ରତି ଅନ୍ୟାୟ। ଏହା କହି ସେ କଲମ ଆଣି ପଡ଼ୋଶୀମାନଙ୍କ ଭାଗ୍ୟକୁ ବଦଳାଇବାକୁ ଲାଗିଲେ। ସେ କାମ କରିସାରି ସେ ନିଜ ଭାଗ୍ୟ ପାଖରେ ପହଞ୍ଚିଲା ବେଳକୁ ତାଙ୍କ ସମୟ ସରିଯାଇଥିଲା। ମୃତ୍ୟୁଦୂତ କହିଲେ, ତୁମ ମନରେ ଈର୍ଷା ହେତୁ ମହାର୍ଘ ସୁଯୋଗ ହରାଇଲ। ଏବେ ଚାଲ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।